ଆଜିକା ମୁଇଁ ଆର ମୋର୍ ସାଙ୍ଗ ମାନେ ସବେ ମିଶିକରି ଗଲୁ ବାଗବରରେ ଯେନ୍ ଯାତ୍ରା ହଉଛେ ଦେଖି ଦେଖି ଯେନ୍ ଗଲୁ ଲୋକ ମାନେ ଅଛନ୍ ଆର୍ ଆଗକେ କାଣା ହଉଛେ ଚାଲ ଦେଖମା। ପହିଲା ତ ଆମେ ପଲେ ଗଲୁ ଯେନ୍ତା ଦେଖଲୁ ଇଆଡେ ସାଇଡ ଟିକେ ଦେଖିଦେଲୁ ତାପରେ କଂସ ଦରବାରେ ଚାଲି ଗଲୁ। କଂସ ଦରବାର କେ ଗଲୁ ଯେତେବେଲେ କଂସ ମହାରାଜ ଷ୍ଟେଜ ରେ ଭାଷଣ ଦଉଛନ୍ ଯେନ୍ ପ୍ରକାର ଆକ୍ସନ କରୁଛନ୍ ଆମକୁ ଦେଖିରି ପୁରା କେନ୍ତା ଲାଗି ଯାଉଥିଲା। ଆସୁନ ଶୁନମା କଂସ ମହାରାଜ କାଣା କାଣା କହୁଛନ୍ ଯେ ତାଙ୍କର ମୁହଁରୁ କିଛି ଡାୟଲଗ ଶୁଣିକିରି ଆପଣଙ୍କୁ ଶୁଣାମା। ଇ କଂସ ମହାରାଜଙ୍କର ତ ରଡି ଶୁନିକରି ଦି ହାତ ଶୀତେଇ ଯାଉଥିଲା। ମୁଇଁ ତ କହିଲି ମୋର ଭାଇ ମାନଙ୍କୁ ଚାଲ ବୋଲିକିରି କି ନାଇଁ ତାର ସଙ୍ଗେ ଏଇଦିନେ ବହୁତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଯେନ୍ତା କି ଡାନ୍ସ ବି ହଉଥିଲା ବହୁତ ଭଜନ ମାନେ ଲେଡିଜ ମାନେ ଆସିକି ନାଚୁଥିଲେ ପିଲାମାନେ ଆସିକି ନାଚୁଥିଲେ ଆର ଲୋକ ମାନେ ବହୁତ ଏନ୍ଜୟ କରୁଥିଲେ। ତାର ପରେ ଟିକେ ପରେ ଦେଖଲୁ ଯେ ଛୁଆ ମାନଙ୍କ ଲାଗି ନା ବହୁତ ଖେଳନା ଆସିছে ଯେନ୍ତା କି ହେନ୍ତା ରେଲଗାଡି ଆସିছে। ତାରପରେ ଟିକେ ପରେ ଦେଖଲୁ ଆମେ ଗୋଟେ ଡେଗବାଲ ଲାଗି ଆସିছে ଛୁଆ ମାନଙ୍କର ଲାଗି ଔଷଧରେ ହେଇକି ତ ଛୁଆ ମାନେ ଖାଲି ଡେଗି ବସୁଥିଲେ। ତାପରେ ଗାଡି ମାନେ ଆସିଥିଲା ମୁଇଁ 20 ଟଙ୍କା ଦେଇକି ବସମି ବୋଲି ଯେ ମତେ ନାଇଁ ଭାଇ ତୁମେ ନାଇଁ ପାର ବସି ବୋଲିକିରି କହିଲେ। ତାପରେ ଦୁରିଆରୁ ଦେଖିଲି ଗୋଟେ ଆଇସ୍କ୍ରିମ ଲେଖେନ୍ ଦିଶୁଥିଲା କାଣା ଗୋଟେ ଦୋକାନରେ ଦେଖିଥିଲି ବୋଲି ଯେ ଫିକ୍ସ ରେଟ୍ 20 ଟଙ୍କା ଲେଖା ହେଇଥିଲା 10 ଟଙ୍କାରେ ଗୋଟେ ଦିଅ ନାଲ ବୋଲି ଯେ ନାଇଁ ଭାଇ ଦେଇ ନାଇଁ ପାରେ ବୋଇଲା। ଯାଇକିରି ମାଗଲି ଗୋଟେ ତଥାପି ନାଇଁ ବୋଇଲା ଯେନ୍ତା 20 ଟଙ୍କା ଦେଲୁ ଆର ଦୁଇ ଜଣକେ ଗୋଟେ ମିଶିକିରି ଖାଇଲୁ। ଟିକେ ଦୁରିଆରୁ ଦେଖନୁ ଯେ ପାମ୍ପଡ ଉଲା ହେଇଥିଲା ପାମ୍ପଡ କେ ଏନ୍ତା ସିଦିନ ତ ପାମ୍ପଡ ଗରମ ପାମ୍ପଡ ଖାଇଲେ ବହୁତ ଭଲ ଲାଗସି ହେତିଲେ ମୁଇଁ ମୋର ସାଙ୍ଗ ମାନେ ସବେ ଗୋଟେ ଗୋଟେ ପାମ୍ପଡ ଖାଇଲୁ ଆର ଯାତ୍ରାର ବହୁତ ଏନ୍ଜୟ କଲୁ। ଆଗକେ ଦେଖମା ଆମେ ଆର କାଣା ହବା ନେକ୍ସଟ